ଭାରତ ଇଂରେଜ ଶାସନର ପରାଧୀନତାରୁ ମୁକ୍ତ ହୋଇଛି। ତୀବ୍ର ଗତିରେ ବିଜ୍ଞାନର ଅଗ୍ରଗତି ହୋଇ ଚାଲିଛି, କିନ୍ତୁ ଭାରତର ଅଧିକାଂଶ ଲୋକ ସ୍ୱାଧୀନତାର ପ୍ରକୃତ ଅର୍ଥ ବୁଝି ନାହାନ୍ତି। କିଛି ଲୋକ ସ୍ୱେଚ୍ଛାଚାରକୁ ସ୍ୱାଧୀନତା ବୋଲି ଭାବି ନିଅନ୍ତି ଏବଂ ସମାଜରେ ବିଶୃଙ୍ଖଳା ସୃଷ୍ଟି କରନ୍ତି। ସ୍ୱାଧୀନତାର ପ୍ରକୃତ ଆନନ୍ଦ ଆଜି ଯାଏ ଭାରତବାସୀ ପାଇନାହାନ୍ତି। ଯେଉଁ ଭାରତ ଏକଦା ସାରା ବିଶ୍ୱକୁ ଦିଗ୍ଦର୍ଶନ ଦେଉଥିଲା, ଯେଉଁ ଭାରତରେ ଜୀବନମୁକ୍ତ ଯୋଗୀ ପୁରୁଷମାନେ ବିଚରଣ କରନ୍ତି, ଯେଉଁ ଭାରତରେ ଭଗବାନ ଯୁଗେ ଯୁଗେ ଅବତାର ଗ୍ରହଣ କରନ୍ତି, ଯେଉଁ ଭାରତର ଗୀତା, ରାମାୟଣ, ମହାଭାରତ ଆଦି ଶାସ୍ତ୍ର ବିଶ୍ୱ ବିଦିତ, ଯେଉଁ ଭାରତର ଋଷିମୁନିମାନେ ଆତ୍ମଜ୍ଞାନର ପ୍ରଚାର ପ୍ରସାର କରିଥିଲେ, ଯେଉଁ ଭାରତର ସାଧାରଣ ନାଗରଟିଏ ବିଦେଶକୁ ଗଲେ ତାକୁ ଦେବତା ଆଖ୍ୟା ଦେଇ ସେହି ଦେଶର ଲୋକେ ପାଦ ଧୌତ କରୁଥିଲେ, ପୂଜା କରୁଥିଲେ, ଯେଉଁ ଭାରତକୁ ଦେବଭୂମି ସ୍ୱର୍ଗପୁର ବୋଲି ବିଚାର କରାଯାଉଥିଲା, ସେହି ଭାରତରେ ଆଜି ସ୍ୱାଧୀନଚେତା ମଣିଷର ଅଭାବ ଦେଖାଦେଇଛି। ଆମେ ଆଜି ଇନ୍ଦ୍ରିୟ ଲାଳସାର ପିଞ୍ଜରାରେ, ସ୍ୱାର୍ଥପରତାର ଶିକୁଳିରେ ବନ୍ଧା ପଡ଼ିଯାଇଛୁ। ସ୍ୱାଧୀନତା ଦିବସର ଅବସରରେ ସ୍ୱାଧୀନତା ଶୀର୍ଷକ ଏକ କବିତା ପାଠ କରିବାକୁ ଯାଉଛି। ସ୍ୱାଧୀନତା ନାମାନ୍ତର ଅଟଇ ମୁକତି, ସ୍ୱାଧୀନତା ଜୀବନର ସ୍ୱାଭାବିକ ସ୍ଥିତି, ସ୍ୱାଧୀନତା ଈଶ୍ୱରଙ୍କ ଶ୍ରେଷ୍ଠ ବରଦାନ, ସ୍ୱାଧୀନତା ନାଶ କରେ ସକଳ ଅଜ୍ଞାନ। ସ୍ୱାଧୀନତା ମିଳେ ବହୁ ଜନ୍ମ ପୁଣ୍ୟ ଫଳେ, ସ୍ୱାଧୀନତା ମାୟାମୁକ୍ତ କରେ ଅବହେଳେ। ସ୍ୱାଧୀନତା ଜଗତରେ ଅଟେ ପ୍ରିୟତମ, ସ୍ୱାଧୀନତା ଜୀବନର ଏକମାତ୍ର କାମ୍ୟ। ସ୍ୱାଧୀନତା ସତ୍ୟ ଶିବ ସୁନ୍ଦର ଅଟଇ, ସ୍ୱାଧୀନତା ଚାରିବର୍ଗ ଫଳପ୍ରଦା ନଇ। ସ୍ୱାଧୀନତା ଆଭୂଷଣ ମଧ୍ୟ ଅଟେ ଶ୍ରେଷ୍ଠ, ସ୍ୱାଧୀନତା ବଳେ ତୁଟେ ସକଳ ଅରିଷ୍ଟ। ଈଶ୍ୱର ଅଂଶ ବିଶେଷ ଜୀବାତ୍ମା ସ୍ୱାଧୀନ, ଅଜ୍ଞାନତା ହେତୁ ଲୋଭୀ କର୍ମର ବନ୍ଧନ। ଅଦୃଷ୍ଟ କର୍ମଫଳକୁ ନ ପାରି ଛିଣ୍ଡାଇ, ନିଜକୁ ମଣଇ ସେହୁ କାଠର କଣ୍ଢାଇ। ବିଲୁଆ ରୋକି ପାରେ କି ସିଂହର ଗତିକୁ, ତୃଣ ରୋକି ପାରେ ନାହିଁ ପ୍ରବାହ ସ୍ରୋତକୁ। ସ୍ୱାଧୀନତା ଗତିରୋଧେ କେ ନୁହେଁ ଭାଜନ, ପ୍ରକୃତିର ରୀତି ଏହା ଅଟେ ଚିରନ୍ତନ। ପକ୍ଷୀର ଶାବକ ନର ବଳେ ଆଣେ ଧରି, ବାନ୍ଧି ରଖଇ ତାହାକୁ ପିଞ୍ଜରାରେ ଭରି। ସଦାକାଳେ ତା ଉପରେ ରଖଇ ନଜର, ଯତନେ ପାଳଇ ପୁଣି ଦେଇଣ ଆହାର। ଅଳପ ଦିନରେ ସେହୁ ହୋଇ ବଶୀଭୂତ, ଭୁଲିଯାଏ ତାର ସ୍ୱାଧୀନତା ଜନ୍ମଗତ। ବରଜିନ ପାରି ନର ଇନ୍ଦ୍ରିୟ ଲାଳସା, ଭୋଗଇ ପିଞ୍ଜରାବଦ୍ଧ ପକ୍ଷୀର ଦୁର୍ଦ୍ଦଶା। ବରଜିନ ପାରି ନର ଇନ୍ଦ୍ରିୟ ଲାଳସା, ଭୋଗଇ ପିଞ୍ଜରାବଦ୍ଧ ପକ୍ଷୀର ଦୁର୍ଦ୍ଦଶା।